ସାର୍ ବାବୁଙ୍କ ଅବସ୍ଥା ଏବେ କେମିତି ଅଛି ସାର୍? ଗୁରୁତର ଅଛି। ହସ୍ପିଟାଲ ଅଛନ୍ତି, ଡକ୍ଟରମାନେ ଚେଷ୍ଟା ଚଲେଇଛନ୍ତି, କିନ୍ତୁ ଅତ୍ୟନ୍ତ ଗୁରୁତର ଅଛି। କେବେ ସାର୍ ଏମିତି ଘଟଣା ଘଟିଲା? 18 ତାରିଖ ରାତିରେ ତାଙ୍କର ସାଚୁରେସନ୍ ସଲ୍ଟ ହେଲା, ଅକ୍ସିଜେନ୍ କମିଗଲା ପରେ 3ଟା ରାତିରେ ଆମେ ନେଇଗଲୁ କ୍ୟାପିଟାଲ ହସ୍ପିଟାଲ। ତ ସେଠି ଗୋଟେ ଷ୍ଟ୍ରୋକ୍ ଆସିଲା ପରେ ଆମେ ତାଙ୍କୁ କିମ୍ସ ହସ୍ପିଟାଲ ନେଇକି ଗଲୁ। କିମ୍ସରେ ସିପିଆର୍ଟା ଦେଲା ପରେ ପୁଣି ହାର୍ଟଟା ପୁଣି ଆଉଥରେ ରିଭାଇଭ୍ କଲା, ହାର୍ଟ ଆଉଥରେ ଚାଲିଲା, କିନ୍ତୁ ସେତେବେଳେ ବ୍ରେନ୍ର ଅନେକ କିଛି ପାର୍ଟ କ୍ଷତିଗ୍ରସ୍ତ ହୋଇଯାଇଥିଲା। ତାପରଠୁ ଡକ୍ଟର ଇତିମଧ୍ୟ ଚେଷ୍ଟା କରି କରି ଆସୁଥିଲେ, କିନ୍ତୁ ଅତ୍ୟନ୍ତ ଏବେ ବି ଚାଲିଛି, ଚେଷ୍ଟା ଚାଲିଛି ତାଙ୍କ ସାଙ୍ଗରେ। ନାଇଁ ନାଇଁ ନାଇଁ, ଲାଷ୍ଟ 18 ତାରିଖ କଥାବାର୍ତ୍ତା ହେଇଥିଲୁ, ସବୁ କରିଥିଲୁ, ରାତିରେ ବି କଥା ହେଇଥିଲେ, ଖାଇଲେ ପିଇଲେ ସବୁ କଲେ। ଡାକ୍ତର ଲାଗିଛନ୍ତି। ବ୍ରେନ୍ର ବହୁତ ଡ୍ୟାମେଜ୍ ହେଇଛି, ବ୍ରେନ୍ଟା ରିଭାଇଭ୍ କରିବା କଷ୍ଟ ମୋତେ ଲାଗୁଛି, ଦେଖିବା। କିନ୍ତୁ ହାର୍ଟ ଚାଲିଛି, ଫଙ୍କସନ୍ କରୁଛି ହାର୍ଟ। ହାର୍ଟ ରେଟ୍ଟା ବଢ଼ିକି ରହୁଛି, ଟେମ୍ପରେଚର ବି ବଢ଼ିକି ରହୁଛି ଅଧିକା ଟିକେ। ହଁ, ଦିଦି ଥର ସେମିତି ରିକଭରିକି ଆସିଥିଲେ, ପୁଣି ମିଟିଂ ଫିଟିଂ ଗଲେ, ପୁଣି ଇଏ ହଠାତ୍ ଏମିତି ହେଲା। ସେ ରାତିରେ ରାତି 3ଟା ରାତିରେ ହେଲା କଥା। ଧନ୍ୟବାଦ।